କ୍ଷତିରେ ପକେଇ ନାହାନ୍ତି ଏପର୍ଯ୍ୟନ୍ତ। ଏଠୁ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ଇଏ କେବେ କାହାକୁ ଜଗତରନାଥ କାଳିଆ ସାମ ତମର କ୍ଷତି ଦେଇ ନାହାନ୍ତି, ବରଂ ଲାଭ ଦେଇଛନ୍ତି। ଆପଣ କରିଥିବେ ଗଣପତି ବେଶ, ଗଜାନନ ବେଶ କରିଥିବେ ଗଣପତି ଭଟ୍ଟ ଦେଖିବା ପାଇଁ, ଲାଭ କ୍ଷତି ପାଇଲା କଣ ଗଣପତି ଭଟ୍ଟ? ଲାଭ ପାଇଲା ନା। ଆଉ ତେଣୁ ସେ ଲାଭ ଦିଅନ୍ତି। ତେଣୁ ତାଙ୍କ କଥାରେ ଆପଣ ଟିକେ ତାଳ ଦିଅନ୍ତୁ, ସ୍ୱର ଦିଅନ୍ତୁ, ପାଟି ଖୋଲନ୍ତୁ। କଳି କରିବାକୁ ଆପଣ କେଡେ ବଡ ପାଟି କରୁଛନ୍ତି। ଜଣେ ନେତା ଯଦି ଏଠି ଆସି ପହଞ୍ଚିବେ 10 ଟଙ୍କା ଲେଖା ଅରୁଆ ଡାଲମା ଟିକେ ଦେବେ, ଯଦି ଆପଣ ଯୋଉ ରଡି କରିବେ ଆକାଶରୁ ତାରା ଖସିକି ତଳେ ପଡିଯିବ। ହେଲେ ଚିତାବାଲାଙ୍କ ପାଇଁ ଆପଣ ନୀରବ ସାଜୁଛନ୍ତି କଣ ପାଇଁ? ଚିତାବାଲାଙ୍କ ପାଇଁ ନୀରବ ସାଜୁଛନ୍ତି କଣ ପାଇଁ? ନା ଚିତାବାଲା ଗତି ମୁକ୍ତିର ଦାତା। ନେତା କଣ କରିବେ? ନେତା କିଛି କାମରେ ଆସିବେ ନାହିଁ। ସେଇଥିପାଇଁ ଗୋପବନ୍ଧୁ କହିଥିଲେ ଆପଣମାନଙ୍କର ସମସ୍ତେ ମନ ଥିବ। କଣ କହିଥିଲେ କହିଲେ? ଉତ୍କଳରେ ନାହିଁ ନେତାର ପ୍ରୟୋଜନ, ଉତ୍କଳରେ ନେତା ସ୍ୱୟଂ ନାରାୟଣ ବୋଲି ଆନନ୍ଦକନ୍ଦ ଭଗବାନ କି। ତେଣୁ ଆମେ ଯେତେବେଳେ ଯାହା ଆମର ଚଳୁଛି ସେତେବେଳେ ଆମେ ଚଳେଇଲେ ଠିକ ଲାଗିବ, ଅଚଳ କଲେ ଭୁଲ ଭାଲ ହେଇଯିବ। ତେଣୁ ବାଲିଗାଁ ଦାସ ନଡିଆଟେ ତ୍ରିପଳ ପଠେଇ ଦେଇଛି, ନନ୍ଦ ଗୋସାଇଁକି କହିଛି। ନନ୍ଦ ଗୋସାଇଁ ଅଧେ ମନରେ କପଟ ରଖିଛନ୍ତି, ଅଧେ କହିଛନ୍ତି ହେ ଠାକୁର ବାଲିଗାଁ ଦାସ ଦେଇଛି ଶ୍ରୀଫଳ ନେଇଯାଆନ୍ତୁ, ନେଇଯାଆନ୍ତୁ, ନେଇଯାଆନ୍ତୁ। ଆଖି ପକେଇ ଏତକ କହିଲା ବେଳକୁ ହାତରେ ଆଉ ଶ୍ରୀଫଳ ନାହିଁ ବୋଲି ଆନନ୍ଦକନ୍ଦ ଭଗବାନ। କଣ ଏଇ କଥା ଆଜ୍ଞା ହେଲା? କୋଉ ଯୋଗୁ ହେଲା କହିଲେ? ନା ବିଶ୍ୱାସରେ ମିଲେ ହରି ତର୍କେ ବହୁତ। ଏଇ ପାଖ ଆଖରେ